ସେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥାଏ। ଅଜା ମୋ ପାଇଁ ଆଣିଥିଲେ ଗୋଟେ ଛୋଟ କାଠ ଟେବୁଲ। ଠିକ୍ ଦିନ 3ଟା ହେଇଗଲେ ଆଈ ସେଇ କାଠ ଟେବୁଲ ପାଖରେ ବସେଇ ସବୁ ହୋମୱାର୍କ କରେଇ ଦିଏ। ଆଗକୁ ଥାଏ ମୋ ଜନ୍ମଦିନ। ଆଈ ବାହାର କଲା କିଛି ପୋଷ୍ଟ କାର୍ଡ଼। ସେ ଚିଠି ଆସିଥିଲା ମାମୁଙ୍କ ପାଖରୁ। ମାମୁଁ କୋଲକାତାରେ ରୁହନ୍ତି। ଆଈ କହିଲା, ଦେଖିଲୁ ତୁ ଏ ଚିଠି ପଢ଼ିପାରିବୁ? ସବୁ ତ ପଢ଼ି ଆସୁନଥିଲା, ହେଲେ ଚେଷ୍ଟା କରି ମୁଁ ପଢ଼ିପାରୁଥିଲି। ସେଥିରେ ଲେଖା ଥିଲା ହାପି ବର୍ଥଡେ ଅଶ୍ରୁ। ମୁଁ ସିନା ବୁଝିପାରୁନଥିଲି ହାପି ବର୍ଥଡେର ମାନେ, ହେଲେ ଆଈ ମୋତେ ବୁଝେଇ ଦେଉଥିଲା। ତାପରେ ମୁଁ ଚିଠି ଲେଖିଲି। ଆପଣମାନେ ଭାବୁଥିବେ ଯେ ଗୋଟେ ପ୍ରଥମ ଶ୍ରେଣୀର ପିଲା କେମିତି ଚିଠି ଲେଖିପାରିବ? ହଁ ଆଜ୍ଞା, ମୁଁ କିନ୍ତୁ ଲେଖିପାରୁଥିଲି। କହିବିନି ଯେ ମୁଁ ଟ୍ୟାଲେଣ୍ଟେଡ୍ ଥିଲି, କହିବିନି ଯେ ମୁଁ ଇଂଲିଶ, ମ୍ୟାଥ୍, ସାଇନ୍ସ, ହିନ୍ଦୀ ସବୁ କରୁଥିଲି ବୋଲି, ହେଲେ ମୁଁ ଚିଠି ଲେଖି ଜାଣିଥିଲି। ମୋ ଆଈ ଡାକିଲା ଆଉ ମୁଁ ଲେଖିଲି, ପୂଜ୍ୟାସ୍ପଦ ମାମୁଁ, ମୋର ପ୍ରଣାମ ଗ୍ରହଣ କରିବ। ତୁମ ଚିଠି ପାଇ ମୁଁ ବହୁତ ଖୁସି ହେଲି। ତୁମେ ଖୁସିରେ ଅଛ ଜାଣି ଖୁସି ଲାଗିଲା। ତମେ ମୋ ଜନ୍ମଦିନକୁ ନିଶ୍ଚୟ ଆସିବ। ମୋ ପାଇଁ ନୂଆ ଡ୍ରେସ୍ ଆଣିବ। ହଁ ଆଜ୍ଞା, ମୋ ମାମୁଙ୍କ ବର୍ଥଡେ ୱିଶ୍ ସବୁଠୁ ସୁନ୍ଦର ଥିଲା। ମୋବାଇଲ ବ୍ୟବହାର କରିବା ପର୍ଯ୍ୟନ୍ତ ମୋ ମାମୁଁ ମୋତେ ଚିଠିରେ ହାପି ବର୍ଥଡେ ୱିଶ୍ ଲେଖି ଆଗରୁ ପଠେଇ ଦେଉଥିଲେ। ଆଉ ମୋତେ ଯେତେ ବର୍ଷ ହେଉଥିଲା ସେତିକିଟା ଲେଖା ଚିଠି ଆସୁଥିଲା। ତୁମରି କୋଳରେ ଶୋଇ